ବିଳମ୍ବିତ ରାତିରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଫେଙ୍ଗଲ। 3 ଦିନ ପ୍ରବଳ ବର୍ଷା, ବ୍ୟାପକ କ୍ଷୟକ୍ଷତି। ଭାଙ୍ଗିଲା, ଓପାଡ଼ିଲା, ଭସାଇଲା। ପ୍ରବଳ ବର୍ଷା ସାଙ୍ଗକୁ ପବନ ତାଣ୍ଡବ ରଚିଲା। ଶନିବାର ବିଳମ୍ବିତ ରାତିରେ ସାମୁଦ୍ରିକ ଝଡ଼ ଫେଙ୍ଗାଲ ସ୍ଥଳଭାଗ ଛୁଇଁଛି। ପୁଡୁଚେରୀର କରେଇକାଲ ଓ ତାମିଲନାଡୁର ମହାବଳୀପୁରମ ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା। ଏହି ଲ୍ୟାଣ୍ଡଫଲ ପ୍ରକ୍ରିୟା ପ୍ରାୟ 4 ଘଣ୍ଟା ଧରି ଚାଲିଥିଲା। ଏହି ସମୟରେ ଘଣ୍ଟା ପ୍ରତି 90 କି.ମି. ବେଗରେ ପବନ ବହିଥିଲା। ପ୍ରବଳ ବର୍ଷାରେ ଉବୁଟୁବୁ ହୋଇଛି ସ୍ଥାନୀୟ ଅଞ୍ଚଳ। ଚେନ୍ନାଇ ସମେତ ତାମିଲନାଡୁର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇପଡ଼ିଥିଲା। ଆସନ୍ତା 3 ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ ବେଳେ ପବନ ବେଗ ଏତେ ଅଧିକ ଥିଲା ଯେ ବିଦ୍ୟୁତ ଖୁଣ୍ଟ, ମୋବାଇଲ ଟାୱାର ଓ ହୋର୍ଡିଂଗୁଡ଼ିକ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟାର ପ୍ରଭାବ ପଡ଼ୋଶୀ ରାଜ୍ୟ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରକୁ 16 ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଫଳରେ 55ଟି ଫ୍ଲାଇଟ୍ ବାତିଲ ହୋଇଛି। ସେହିପରି 12ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ବାତ୍ୟା ଯୋଗୁଁ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବାତ୍ୟା ଫେଙ୍ଗଲରେ ବିଶେଷକରି ଚେନ୍ନାଇ ସମେତ କାଞ୍ଚିପୁରମ, ଚେଙ୍ଗଲପଟ୍ଟୁ, ତିରୁଭଲ୍ଲୁର, କୁଡାଲୋର, ବିଲୁପୁରମ, କଲାକୁରୁଚି ଓ ମୟିଲାଦୁଥୁରାଇ ଜିଲ୍ଲା ପ୍ରଭାବିତ ହୋଇଛି। ଏସବୁ ଜିଲ୍ଲାରେ ସମସ୍ତ ସ୍କୁଲ ଓ କଲେଜକୁ ବନ୍ଦ ରଖାଯାଇଛି। ଆଇଟି କମ୍ପାନୀର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି। ଉପକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି। ବିଭିନ୍ନ ସ୍ଥାନରେ 2000 ରିଲିଫ ସେଣ୍ଟର ପ୍ରତିଷ୍ଠା କରାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଲାଗି ତାମିଲନାଡୁରେ ଏନଡିଆରଏଫର 7ଟି ଟିମ୍କୁ ମୁତୟନ କରାଯାଇଛି। ପ୍ରତ୍ୟେକ ଟିମ୍ରେ 30 ଜଣ ଯବାନ ସାମିଲ ଅଛନ୍ତି।